ଗଙ୍ଗାରାମ ଏକ ଦ୍ୱନ୍ଦ୍ୱ ଭିତରେ ଘୂରି ପଡ଼ିଥିଲା। ତାହାର ଭାଗ୍ୟ ଭବିଷ୍ୟତକୁ ସେ ଏକ ପ୍ଲାଷ୍ଟିକ ମଗ ଭିତରେ ଲଙ୍କା ଲୁଣ ମସଲା ଦେଇ ଘାଣ୍ଟି ଚାଲିଥିଲା। ଆମ ହାତରେ ଆନୁମାନିକ ଘଣ୍ଟାଏ ସମୟ ଥିଲା। ମୁଁ ଓ ବିଜୟ ଦାଦା ଆମେ ଅପେକ୍ଷା କରିଥିଲୁ ଆମ ଗ୍ରୁପର ପିଲାମାନଙ୍କୁ, ଯେଉଁମାନେ ଭୁଲରେ ଆମକୁ ଛାଡ଼ି ଚାଲି ଯାଇଥିଲେ ରାଣୀ ଡୁଡୁମା ଜଳପାନ। ଅଧଘଣ୍ଟାର କଥା ସାର୍, ସେମାନେ ଏଇ ଆସିଯିବେ, ବେଶୀ ବାଟ ନୁହେଁ, ଆପଣ ଏଇଠି ବସ। ଗଙ୍ଗାରାମ ଆମକୁ ଆଶ୍ୱାସନା ଦେଇ କହିଲା। ନନ୍ଦପୁର ବଜାରର ସେ ଏକ ଛୋଟିଆ ଝାଲମୁଢ଼ି ଦୋକାନର ମାଲିକ। ପାହାଡ଼ ଘେରା ଏଇ ଛୋଟିଆ କୋରାପୁଟିଆ ସହରରେ ଉପର ମହଲଣରେ ସନ୍ଧ୍ୟା ହୋଇ ଆସୁଥିଲା। ଗଙ୍ଗାରାମ ଦୋକାନ ଆଗରେ LED ଲାଇଟ୍ ଝୁଲେଇ ସୁଇଚ୍ ଅନ୍ କରିଦେଲେ। ଖଣ୍ଡମଣ୍ଡଳ ଆଲୋକ ହୋଇଗଲା। ଗଙ୍ଗାରାମ ତଥାପି କୁହଳିକା ଭିତରୁ ହଟି ନଥିଲା। ତମେ ଏଇଠି ବେପାର ବଢ଼ା, କିଛି ପାଣି ବୋତଲ ଓ ଟୁରିଷ୍ଟଙ୍କ ପାଇଁ ଦରକାର ହେଉଥିବା ଛୋଟ ମୋଟ ଜିନିଷ ଆଣି ରଖ, ବିଜୟଦା ତାକୁ ପରାମର୍ଶ ଦେଇ କହିଲେ। ଏହି ବଜାରରେ ସେ ପୁରୁଣା ଲୋକ, ଅନେକ ଦିନ ଶିକ୍ଷକତା କରି ରିଟାୟାର୍ଡ ହୋଇଛନ୍ତି। ଏଇ ପାଖାପାଖି ତାଙ୍କର ଅନେକ ଛାତ୍ରଛାତ୍ରୀ। ଗଙ୍ଗାରାମ ପ୍ଲାଷ୍ଟିକ ମଗ ଭିତରେ କିଛି ମୁଢ଼ି, ସିଝା ମଟର ସୋଲା, ଲଙ୍କା ଗୁଣ୍ଡ, କଳା ଲୁଣ ଟିପେ, ଅଳ୍ପ କଟା ହୋଇଥିବା କଞ୍ଚା ଲଙ୍କା, ଅଦା ଛେଚା, ଧଣିଆ ପତ୍ର, 2 ପିସ୍ ନଡ଼ିଆ ପାତି, ପୁଷେ ବୁଟ ମିକ୍ସଚର ପୂରେଇ ତା ଉପରେ ସୋରିଷ ତେଲ ଛିଞ୍ଚିଲା ଆଉ ଘାଣ୍ଟିଲା। ନିଜର ପୁରୁଷ ବନ୍ଧୁ ସହ ବୁଲିବାକୁ ଆସିଥିବା କିଶୋରୀ ଗ୍ରାହକଟି ଅଧିକ ରାଗ ଖାଇବାକୁ ଚାହୁଁନଥିଲା, କିନ୍ତୁ ଗଙ୍ଗାରାମ ତାକୁ ହସି ହସି ବୁଝେଇ ଦେଇଥିଲା ଯେ କାଳେ ଅଧିକ ରାଗ ଖାଇଲେ ପ୍ରେମ ଅଧିକ ଗାଢ଼। ମୁଁ ବି ହସିଦେଲି। ଗଙ୍ଗାରାମଙ୍କ ସହ କଥାର, ଗ୍ରାହକଙ୍କ ସହ କାରବାରର ଭାଷା ଅତ୍ୟନ୍ତ ସୁଲଳିତ ଓ ବୋଧଗମ୍ୟ ମଧ୍ୟ ଥିଲା। ବିଜୟଦା ଫୋନରେ ବ୍ୟସ୍ତ ଥିଲେ, ବୋଧହୁଏ ବୁଝୁଥିଲେ ଆମ ଗ୍ରୁପର ଗାଡ଼ି ଫେରିଲାଣି କି ନାହିଁ। ଗଙ୍ଗାରାମର ଘର ସୁନ୍ଦରଗଡ଼ ଜିଲ୍ଲାରେ। କିଛି ବର୍ଷ ପୂର୍ବେ କୋରାପୁଟର ଏକ ଘରୋଇ ସାଇନ୍ସ ସ୍କୁଲରେ ପିଓନ ଚାକିରିରେ ମାହଲ ଥିଲା। ଏବେ ବି ସେ ଚାକିରିଟା ଅଛି, ହେଲେ କରୋନା ମହାମାରୀ କଟକଣା ପାଇଁ ତା ବନ୍ଦ ରହିଛି। ତେବେ ଏଠି ନନ୍ଦପୁରରେ କାହିଁକି? ନନ୍ଦପୁର ବଜାରରେ ଶୀତୁଆ ସନ୍ଧ୍ୟାକୁ ଉପଭୋଗ କରୁ କରୁ ମୁଁ ଗଙ୍ଗାରାମକୁ ପ୍ରଶ୍ନଟେ ପଚାରି। ସେ ଆଉ ଜଣେ ନୂଆ ଗ୍ରାହକ ପାଇଁ ଝାଲମୁଢ଼ି ଘାଣ୍ଟିବାରେ ବ୍ୟସ୍ତ ଥିଲା। ମୋ ସ୍ତ୍ରୀ ଏଇ ନନ୍ଦପୁରରେ ଏଇ ଗୋଟେ ଛୋଟିଆ ପ୍ରାଇଭେଟରେ ଚାକିରି କରିଛି, ପିଲାପିଲି ବି ଏଠି, ତେଣୁ ମୁଁ କୋରାପୁଟରେ। ଗଙ୍ଗାରାମର ଜୀବନ ମୋତେ ଗୋଟେ ଅଷ୍ଟମ ଶ୍ରେଣୀର ଅଙ୍କ ପରି ଲାଗିଲା। ଏତେ ହିସାବ ଭିତରେ ଛୋଟ ଏକ ଜୀବନକୁ କେମିତି ବଞ୍ଚିବାକୁ ପଡ଼େ ତାହା ଗଙ୍ଗାରାମକୁ ଦେଖିଲେ ଜାଣିବ। ଆମେ କିନ୍ତୁ ତାକୁ ବେଶ ପରାମର୍ଶ ଦେଉଥିଲୁ। ଏ ଦୋକାନରୁ ତମର କେତେ ବା ଲାଭ ହେବ? ଚାକିରିଠୁ ତ ନିଶ୍ଚୟ କମ୍। ଏକ ଲକଡାଉନ ଦିନ ତକ ଏଇଠି ରହିଯାଅ, ଦୋକାନ ଚଳାଅ, ସ୍କୁଲ ଖୋଲିଲେ ପୁଣି କୋରାପୁଟ ପଳେଇବ। ପୁଣି ତାକୁ ପରାମର୍ଶ ଦେଲି ଆଉ ମନେ ମନେ ଆନନ୍ଦ ପାଇଲି। ଝାଲମୁଢ଼ି ଘାଣ୍ଟୁ ଘାଣ୍ଟୁ ଗଙ୍ଗାରାମ ହସି କହିଲା, ସତ କହିଲେ ଯେ ସାର୍, 3 ବର୍ଷର ପିଅନ ଚାକିରି ଭିତରେ ମୁଁ ଯେତିକି ଦରମା ପାଇନଥିଲି, ଏଇ ଲକଡାଉନ 3 ମାସରେ ଦୋକାନରୁ ତାର ଡବଲ କଲେ। ଆରେ ଏ ତ ଖୁବ୍ ଆନନ୍ଦର କଥା। କଥାରେ ନାହିଁ କି ବାଣିଜ୍ୟ ବସେଦେଲ। ଗଙ୍ଗାରାମଟା ଖୁବ୍ ପାରିବାର ପିଲା ଥିବ ବୋଧେ। ତା କଥା ଶୁଣି ମୋର ବି ଚାକିରି ଛାଡ଼ି ବେପାର ବାଣିଜ୍ୟରେ ମାତିବାର ଇଚ୍ଛା ହେଲା। ବିଜୟଦାଙ୍କର ଫୋନର ବାର୍ତ୍ତାଳାପ ସରିଯାଇଥିଲା। ଆମ ଦଳ ବୋଧହୁଏ ଅଳ୍ପ ସମୟ ଭିତରେ ଫେରିଆସିବ। ତାହେଲେ ଗଙ୍ଗାରାମ, ତମେ ସେ କୋରାପୁଟ ଚାକିରିଟା ଛାଡ଼ିଦିଅ ଆଉ ଏଇ ଦୋକାନକୁ ବଢ଼ାଅ। ଏଇଠି ତ ତମ ପରିବାର, ସ୍ତ୍ରୀ ବି ଚାକିରି କରିବ, ତମେ ଦୋକାନ ଚଳାଇବ, ପିଲା ଏଇଠି ପାଠ ପଢ଼ିବେ। ବିଜୟଦା ଗଙ୍ଗାରାମକୁ ପରାମର୍ଶ ଦେଲେ। ଗଙ୍ଗାରାମର ଦୋକାନରେ ସେତେବେଳୁ ଗ୍ରାହକ ପତଳା ହୋଇ ଆସୁଥିଲେ। ଆମେ ଦୁହେଁ ଆଉ ଗୋଟେ ଲେଖା ଚାହା ପିଇବାକୁ ପୁଣି ପାଖ ଦୋକାନକୁ ଗଲୁ, ଯେଉଁଠି ଚାହା ପିଉଥିଲା ବେଳେ ଆମ ଦଳ ଆମକୁ ଛାଡ଼ି ପଳେଇଥିଲେ। ନନ୍ଦପୁର ବଜାରର ସନ୍ଧ୍ୟା ଖୁବ୍ ଶାନ୍ତ ଓ ସରଳ। ଭିଲେଜ ଟାଉନ, ସମସ୍ତେ ସମସ୍ତଙ୍କୁ ଚିହ୍ନନ୍ତି। ଅନେକ ସଜ ପରିବା ମିଳେ। ସବୁ ପରିବା ଦୋକାନ ଆଗରରେ ପେଟ୍ରୋମାସ୍କ ଲାଇଟ୍ ଜଳୁଥିଲା। କୌଣସି ଉଚ୍ଚ ବାଚ ବିନା ହସି ହସି ସମସ୍ତେ ବେପାର ବାଣିଜ୍ୟ କରୁଥିଲେ। ଆମର ଚାହା ପିଆ ସରିଯାଇଥିଲା। ଆମେ ପୁଣି ଗଙ୍ଗାରାମର ଦୋକାନ ପାଖକୁ ଫେରିଆସିବୁ। ଏବେ ଲୋକେମାନେ ଘରକୁ ଫେରିବାର ଉପକ୍ରମ କରୁଥିଲେ। ତାହେଲେ କ'ଣ ନିଷ୍ପତ୍ତି ନେଲ ଗଙ୍ଗାରାମ? ବିଜୟଦା ଏମିତି କିଛି ଗୋଟେ କଥାବାର୍ତ୍ତା କରିବାକୁ ପଡ଼ିବ ବୋଲି କହିଦେଲେ। କୋରାପୁଟ ଚାକିରିଟା ଛାଡ଼ିଦେଇ ଏଇ ଦୋକାନଟିକୁ ବଢ଼େଇବ, ବୁଦ୍ଧିମାନର କଥା ହେବ ମୋ ବିଚାରରେ। ଖଣ୍ଡେ ସୁରଭି ମିଠାପାନ ଖାଉ ଖାଉ
ମୁଁ ପୁଣି ଗଙ୍ଗାରାମକୁ ପରାମର୍ଶ ଦେଲି। ଗଙ୍ଗାରାମ ତା ଦୋକାନ ବନ୍ଦ କରିବାର ଉପକ୍ରମ ଆରମ୍ଭ କରିସାରିଲେଣି। ବାସନ କୁସନ ଧୋଉଥିଲା, ଜିନିଷପତ୍ର ବାନ୍ଧି ବୁନ୍ଧି ତା ଛୋଟିଆ ଦୋକାନ ଭିତରେ ରଖୁଥିଲା। ଧୂପ ଦେଉଥିଲା। ଆପଣମାନେ ଠିକ୍ କହୁଛନ୍ତି ଯେ ସାର୍ ମାନେ, ହେଲେ କୋରାପୁଟରେ ମୋର ଆଉ ଗୋଟେ ଦୋକାନ ଅଛି ପରା। ଗଙ୍ଗାରାମ ଦାନ୍ତ ନେଫିଡ଼ିକି କହିଥିଲା। ସେଠି ବି ଗୋଟେ ଦୋକାନ? ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି। ହଁ ସାର୍, ସେଠି ମୋର ଆଉ ଗୋଟେ ଛୋଟ ପରିବାର ଅଛି। ଭଡ଼ା ଘରେ ରହୁ ରହୁ ଗୋଟେ ଭାବନାବ ଲାଗିଗଲା। ତ ଝିଅଟାକୁ ବାହା ହୋଇ ପଡ଼ିଛି। ଗଙ୍ଗାରାମର କଥା ଶୁଣି ମୁଁ ଓ ବିଜୟଦା ପରସ୍ପରକୁ ଚାହିଁଲୁ। ଆମ ମୁଣ୍ଡକୁ ଦୋସରା କିଛି ପରାମର୍ଶ ଆଉ ଜୁଟିଲା ନାହିଁ। ଆମେ ଗାଡ଼ି ପହଞ୍ଚିବାକୁ ଖାଲି ଅପେକ୍ଷା କଲୁ, ଆଉ ଗାଡ଼ି ଆସିଲା ପରେ ଆମେ ଗାଡ଼ିକୁ ଚଢ଼ିଗଲୁ।